ଚିଙ୍ଗୁଡ଼ି ମନୋହର 4ଟି ବଡ଼ ବାଗଦା ଚିଙ୍ଗୁଡ଼ି, 100 ଗ୍ରାମ ଦହି, ଅଧ କପ୍ ଖୁଆ, 2 ଚା ଚାମଚ ଅଦା ରସ, 2 ଚା ଚାମଚ ପିଆଜ ରସ, ଅଧ ଚା ଚାମଚ ଜାଇଫଳ ଜାଇତ୍ରୀ ଗୁଣ୍ଡ, 2 ଚା ଚାମଚ କାଜୁ ଗୁଣ୍ଡ, 1 ଚା ଚାମଚ କିସମିସ୍, ଦରକାର ମୁତାବକ ରିଫାଇନ୍ ତେଲ, 3 ଟେବୁଲ ଚାମଚ ବଟର, ଅଧ ଚା ଚାମଚ ଗୋଲାପ ଜଳ, 2 କପ୍ କ୍ଷୀର, ସ୍ୱାଦ ଅନୁଯାୟୀ ଲୁଣ ଓ ଚିନି। ଚିଙ୍ଗୁଡ଼ି ଧୋଇ ପରିଷ୍କାର କରି ପାଣି ନିଗାଡ଼ି ଦିଅନ୍ତୁ। କରେଇରେ ତେଲ ଗରମ କରି ତାକୁ ଭାଜି ନିଅନ୍ତୁ। ଏଥର ସେହି ତେଲରେ ଅଦା, ପିଆଜ ରସ, ଦହି ଓ ଖୁଆ ଦେଇ ଭାଜନ୍ତୁ। ଭାଜି ହୋଇଗଲେ କାଜୁ, କିସମିସ୍ ପକାଇ ଘାଣ୍ଟନ୍ତୁ। ଏବେ ସେଥିରେ କ୍ଷୀର ଢାଳି ଚିଙ୍ଗୁଡ଼ି ପକାଇ ସିଝନ୍ତୁ। କିଛି ସମୟ ପରେ ସେଥିରେ ବଟର ଦିଅନ୍ତୁ। ଭଲ ଭାବରେ ସିଝିଗଲେ ତା ଉପରେ ଜାଇଫଳ, ଜାଇତ୍ରୀ ଗୁଣ୍ଡ ଓ ଗୋଲାପ ଜଳ ଦେଇ ପରିବେଷଣ କରନ୍ତୁ।